ଦୁଃଖ ଦେଇଗଲା ଅଦିନିଆ ବର୍ଷା। ଅମଳ ପରେ କଟା ଧାନ ବିଲରେ ଗଜା ହେବା ଚାଷୀଙ୍କ ପାଇଁ ସାଜିଛି କାଳ। ଫସଲ ହାନି ଓ ଋଣ ବୋଝର ଜଳା ସହି ନ ପାରି ପୁଣି ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ରେବିଶ ଖମଳ ପଞ୍ଚାୟତ ବିଷ ଗ୍ରାମର ଭାଗ ଚାଷୀ ଦୈତାରୀ ଜେନା ଆତ୍ମହତ୍ୟା କରିଛନ୍ତି। ଦୈତାରୀ 3 ଏକର ଜମି ଭାଗ ଚାଷ କରିଥିଲେ, ଯେଉଁଥିରେ ଧାନ ଚାଷ କରାଯାଇଥିଲା ଓ ଆଉ 22 ଗୁଣ୍ଠ ଜମିରେ ମିଶ୍ରିତ ଫସଲ ଚାଷ କରିଥିଲେ। ତେବେ ଦୈତାରୀ ଜେନା କିନ୍ତୁ ଏହି ଅଦିନିଆ ବର୍ଷାରେ ଜମିରେ କଟା ହୋଇଥିବା ସମସ୍ତ ଧାନ ଫସଲ ଭିଜି ଯାଇ ଗଜା ହୋଇଯାଇଥିଲା। ନଷ୍ଟ ହୋଇଥିଲା ସମସ୍ତ ଅମଳ ଫସଲ। 1 ଲକ୍ଷ ଟଙ୍କା ଋଣ କରି ଏଥର ଚାଷ କାର୍ଯ୍ୟରେ ବିନିଯୋଗ କରିଥିଲେ ଚାଷୀ ଦୈତାରୀ ଜେନା, କିନ୍ତୁ ସମସ୍ତ ଫସଲ ଅଦିନିଆ ବର୍ଷାରେ ନଷ୍ଟ ହୋଇଯାଇଥିଲା। ଚାଷ କରିଥିଲୁ ଋଣ କରିକି ଭାଗ ଚାଷ କରି ଚଳୁଛୁ 3 ମାଣ ଜମି। ଆଉ ବାପା ଚାଲିଗଲେ। ଆଉ ଆପଣ ସରକାରଙ୍କୁ ନିବେଦନ କରୁଛୁ ଆମକୁ କିଛି କ୍ଷତିପୂରଣ ଦିଅନ୍ତୁ, ନହେଲେ ଆମେ ବି ସେଇ ହିସାବରେ ଋଣରେ ବୁଡ଼ି ଅଛୁ। ଆଉ ଯଦି ନଦେବେ ଆମେ ସେଇ ଆତ୍ମହତ୍ୟା କରିବୁ। ଆଉ ବାପା ଆତ୍ମହତ୍ୟା କଲେ, କରିବାର କାରଣ କ'ଣ? ଏଇ ଚାଷ କରିଥିଲେ ତାକୁ ବର୍ଷାରେ ଧୋଇ ଯାଇଛି, ସବୁ ଧାନ ଗଜା ବିଲରେ ହେଇଗଲା। ଆଉ ସେ ଚିନ୍ତାରେ ଆତ୍ମହତ୍ୟା କଲେ। ଆଉ କେତେ ଗଜା ହେଇଛି ଧାନ? ରାଜ୍ୟ 3 ମାଣ ପାଖାପାଖି ବିଲ ଆମେ କରିଥିଲୁ, 3 ଏକର। ବ୍ୟୁରୋ ରିପୋର୍ଟ, ଓଡ଼ିଆ ନ୍ୟୁଜ୍। Press the subscribe button to stay updated.